ନୂଆପଡ଼ା ଉପନିର୍ବାଚନ ବିଜେପି ବାଜିମାତ ବିପୁଳ ଭୋଟ ବ୍ୟବଧାନରେ ଜିତିଲେ ଜୟ ଢୋଲକିଆ ଉପସ୍ଥାପକ ଶେଖର ଦାସ ନୂଆପଡ଼ା ଉପନିର୍ବାଚନ ବିଜେପି ବାଜିମାତ ବିପୁଳ ଭୋଟ ବ୍ୟବଧାନରେ ଜିତିଲେ ଜୟ ଢୋଲକିଆ ନୂଆପଡ଼ା ଉପନିର୍ବାଚନରେ ବିଜେପିର ଅଦ୍ଭୁତପୂର୍ବ ସଫଳତା ବିପୁଳ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1,23,446 ଭୋଟ ପାଇଛନ୍ତି ଜୟ ଢୋଲକିଆ ସେ 83,748 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ 40,086 ଭୋଟ ପାଇଛନ୍ତି ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଘାସିରାମ ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଏହାଠାରୁ ଅଧିକ ଭୋଟ ପାଇଥିଲେ ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ 38,314 ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ଗତ ନିର୍ବାଚନରେ ସେ ଅତାବିରାରେ ନିର୍ବାଚନ ଲଢ଼ି ହାରିଯାଇଥିଲେ ତେବେ ଜୟଙ୍କ ପ୍ରତି ଏତେ ଭୋଟ ଆସିବା ସାରା ରାଜ୍ୟରେ ଏହା ଏକ ରେକର୍ଡ ପୂର୍ବରୁ କୌଣସି ଉପନିର୍ବାଚନରେ ଭୋଟର ବ୍ୟବଧାନ ଏତେ ନଥିଲା ଏଭଳି ଓଡ଼ିଆ ଭାଷାର ସତ୍ୟ ଓ ଅପଡେଟ୍ ପାଇଁ ଆମ କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଓ ସବସ୍କ୍ରାଇବ କରନ୍ତୁ ଧନ୍ୟବାଦ ଓ ଶୀତରେ ସତର୍କ ରହନ୍ତୁ ଉପକୂଳ ସମାଚାର ବନ୍ଦେ ଉତ୍କଳ ଜନନୀ।